देखो शिखरे आपणଙ୍କୁ स्वागत। आज ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ନମ୍ବର 1, କର୍ଣ୍ଣାଟକକୁ ହେଲିକପ୍ଟର ଫ୍ୟାକ୍ଟ୍ରି ଉପହାର ଦେଲେ ପିଏମ୍ ମୋଦି। କର୍ଣ୍ଣାଟକର ଟୁମୁକୁରୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ର ହେଲିକପ୍ଟର କାରଖାନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। କର୍ଣ୍ଣାଟକର ପୁରୁଣା ମୈସୁର ଅଞ୍ଚଳର ଟୁମୁକୁରୁରେ ଏହାକୁ ନିର୍ମାଣ କରାଯାଇଛି। ରାଜ୍ୟରେ ଆସନ୍ତା କିଛି ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ରାଜ୍ୟକୁ ଉପହାର ଦେଇଛନ୍ତି ପିଏମ୍ ମୋଦି। ପୁରୁଣା ମୈସୁର ଜେଡିଏସ୍ର ମଜବୁତ ଗଡ଼ ରହି ଆସିଛି। ବିଜେପି ଏହି ଅଞ୍ଚଳରେ ନିଜର ସ୍ଥିତିକୁ ଅଧିକ ମଜବୁତ କରିବା ପାଇଁ ପ୍ରୟାସ କରୁଛି। ହାଲର ଫ୍ୟାକ୍ଟ୍ରି ଉଦ୍ଘାଟନ କରିବା ସହ ଏକ ଲାଇଟ୍ ୟୁଟିଲିଟି ହେଲିକପ୍ଟର ମଧ୍ୟ ସେ ଅନାବରଣ କରିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଜି ଦେଶର ଏକ ବଡ଼ ହେଲିକପ୍ଟର ଫ୍ୟାକ୍ଟ୍ରି ଟୁମୁକୁରୁକୁ ମିଳିଛି। ଆଜି ଟୁମୁକୁରୁ ଇଣ୍ଡଷ୍ଟ୍ରିଆଲ ଟାଉନସିପ୍ର ଶିଳାନ୍ୟାସ ହୋଇଛି। ଏହାସହ ଟୁମୁକୁରୁ ଅଞ୍ଚଳର ଶହ ଶହ ଗାଁରେ ପାଣି ପହଞ୍ଚାଇବା ଯୋଜନା ଉପରେ ମଧ୍ୟ କାମ ଆରମ୍ଭ ହୋଇଛି। ନମ୍ବର 2, ତୁର୍କୀରେ 3 ଥର ଭୂକମ୍ପ, ମୃତ୍ୟୁ ସଂଖ୍ୟା 2350 ଟପିଲା। ତୁର୍କୀ ଓ ସିରିଆରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁ ସଂଖ୍ୟା 2350 ଟପି ଯାଇଛି। ଗତ 24 ଘଣ୍ଟା ମଧ୍ୟରେ ସୋମବାର ଭୋରରୁ ଆସିଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 7.8 ଥିବା ବେଳେ ତାହାର କିଛି ଘଣ୍ଟା ପରେ ଆସିଥିବା ଆଉ ଦୁଇଟି ଭୂକମ୍ପର ତୀବ୍ରତା 7.6 ଓ 6 ଥିଲା। ଭୂମିକମ୍ପର ତୀବ୍ରତା ଏତେ ଶକ୍ତିଶାଳୀ ଥିଲା ଯେ ତାହାର କମ୍ପନ ଗ୍ରୀନଲ୍ୟାଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଉଭୟ ତୁର୍କୀ ଓ ସିରିଆରେ ଏସବୁ ମୃତ୍ୟୁ ହୋଇଛି। ତେବେ ଏବେ ବି ଅନେକ ଲୋକ ଧ୍ୱଂସସ୍ତୂପ ତଳେ ଫସି ରହିଥିବାରୁ ପ୍ରକୃତ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହେବା ଆଶଙ୍କା କରାଯାଉଛି। ଭୂମିକମ୍ପ ଭୋର ସମୟରେ ଆସିଥିବାରୁ ସେତେବେଳେ ଅନେକ ଲୋକ ଶୋଇଥିଲେ, ଫଳରେ ମୃତ୍ୟୁ ସଂଖ୍ୟା ଏତେ ଅଧିକ ହୋଇଛି। ତୁର୍କୀ ଓ ସିରିଆରେ ଏବେ ପ୍ରବଳ ଥଣ୍ଡା ଓ ବରଫପାତ ଚାଲିଥିବା ବେଳେ ଏହି ଭୂମିକମ୍ପ ଲୋକଙ୍କ ଦୁର୍ଦ୍ଦଶାକୁ ବଢ଼େଇ ଦେଇଛି। ରାସ୍ତାଘାଟରେ ବରଫ ପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହେଉଛି। ନମ୍ବର 3, ତୁର୍କୀରେ ଭୂମିକମ୍ପ ପାଇଁ ସହଯୋଗର ହାତ ବଢ଼େଇଲା ଭାରତ। ତୁର୍କୀରେ ଗୋଟିଏ ଦିନରେ 3ଟି ଶକ୍ତିଶାଳୀ ଭୂମିକମ୍ପ ଦେଶକୁ ଛାରଖାର କରିଦେଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ସୁଦ୍ଧା 2350 ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଆହତ ହୋଇଛନ୍ତି। ପାଖାପାଖି 3000 ବିଲ୍ଡିଂ ଭାଙ୍ଗି ଚୁରମାର ହୋଇଯାଇଛି। ଏଭଳି ଏକ ବିପଦ ସମୟରେ ତୁର୍କୀକୁ ସହଯୋଗର ହାତ ବଢ଼େଇଛି ଭାରତ। ରିଲିଫ ସାମଗ୍ରୀ ସହ ଉଦ୍ଧାରକାରୀ ଦଳ ଏନ୍ଡିଆର୍ଏଫ୍ ଟିମ୍କୁ ତୁର୍କୀକୁ ପଠାଇବାକୁ ସବୁ ପ୍ରସ୍ତୁତି ସରିଛି। କେବଳ ତୁର୍କୀ ନୁହେଁ, ସିରିଆକୁ ମଧ୍ୟ ସହଯୋଗ ସାମଗ୍ରୀ ପଠାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏଭଳି ଦୁର୍ଘଟଣା ଘଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଥିଲେ। ତୁର୍କୀରେ ଏଭଳି ବିପଦ ସମୟରେ ଭାରତ ଯଥାସମ୍ଭବ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାର କିଛି ସମୟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇ ସହଯୋଗ ବିଷୟରେ ନିଷ୍ପତ୍ତି ନିଆଯାଇଛି। ନମ୍ବର 4, ଶପଥ ନେଲେ ସୁପ୍ରିମକୋର୍ଟର 5 ନୂଆ ବିଚାରପତି। ଶପଥ ନେଲେ ସୁପ୍ରିମକୋର୍ଟର 5 ନୂଆ ବିଚାରପତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ନୂଆ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି। ଶପଥ ନେଇଥିବା 5 ନୂଆ ବିଚାରପତି ହେଲେ ଜଷ୍ଟିସ୍ ପଙ୍କଜ ମିତ୍ତଲ, ଜଷ୍ଟିସ୍ ସଞ୍ଜୟ କାରୋଲ, ଜଷ୍ଟିସ୍ ସଞ୍ଜୟ କୁମାର, ଜଷ୍ଟିସ୍ ଏହସାନୁଦ୍ଦିନ ଅମାନୁଲ୍ଲା ଓ ଜଷ୍ଟିସ୍ ମନୋଜ ମିଶ୍ରା। ସେହିପରି ଆଲାହାବାଦ ହାଇକୋର୍ଟ ବିଚାରପତି ମନୋଜ ମିଶ୍ର ମଧ୍ୟ ଶପଥ ନେଇଛନ୍ତି। ଅନ୍ୟପକ୍ଷରେ 3ଟି ହାଇକୋର୍ଟ ପାଇଁ 13 ଜଣ ବିଚାରପତି ମଧ୍ୟ ନିଯୁକ୍ତ ହୋଇଛନ୍ତି। ଅଦାଲତର ନୂଆ ଭବନରେ ଅଡିଟୋରିୟମରେ ଏହି ଶପଥ ସମାରୋହ ଆୟୋଜିତ ହୋଇଥିଲା। ଏହି ଶପଥ ଗ୍ରହଣ ସମାରୋହରେ ସୁପ୍ରିମକୋର୍ଟର ଅନ୍ୟ ବିଚାରପତି, ଓକିଲ ଏବଂ ନୂଆ ବିଚାରପତିମାନଙ୍କ ପରିବାରବର୍ଗ ଯୋଗ ଦେଇଥିଲେ। ପାଣିପାଗ ସୂଚନା। ଫେବୃଆରୀରେ ବଢ଼ିବ ତାପମାତ୍ରା। ଚଳିତ ବର୍ଷ ଫେବୃଆରୀରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବର୍ଷାର ଅଭାବ, ପାଣିପାଗରେ ପରିବର୍ତ୍ତନ ଓ ଗଛର ଅଭାବ ଯୋଗୁଁ ତାତି ବଢ଼ିବାର ସମ୍ଭାବନା ରହିଥିବା ଆକଳନ କରାଯାଇଛି। ତାପମାତ୍ରା ସ୍ୱାଭାବିକଠୁ 3ରୁ 4 ଡିଗ୍ରୀ ଅଧିକ ରହିବା ନେଇ ଅନୁମାନ କରାଯାଉଛି। ତେବେ ପ୍ରଥମ ସପ୍ତାହରୁ ଗରମ ଅନୁଭୂତ ହେବା ସହ ରବିବାର ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା 30 ଡିଗ୍ରୀ ଉପରେ ରହିଥିଲା। ନମ୍ବର 6, ପାନ୍ ଆଧାର ସଂଯୋଗର ଡେଡ୍ଲାଇନ୍ ଘୋଷଣା କଲେ ସରକାର। ପାନ୍ ଆଧାର ସଂଯୋଗ କରିବାକୁ ସରକାର ବାଧ୍ୟତାମୂଳକ କରିଦେଇଛନ୍ତି। ଏଥିପାଇଁ ମାର୍ଚ୍ଚ 2023 ପର୍ଯ୍ୟନ୍ତ ଡେଡ୍ଲାଇନ୍ ଦେଇଛନ୍ତି। ମୋଟ 61 କୋଟି ପାନ୍ରୁ 48 କୋଟି ପାନ୍ ଆଧାର କାର୍ଡ ସହ ଲିଙ୍କ କରାଯାଇଛି। ମାର୍ଚ୍ଚ 31 ସୁଦ୍ଧା ଯଦି ଆଧାର ପାନ୍ ସଂଯୋଗ ନ ହେବ ତେବେ କାରବାର ତଥା ଟ୍ୟାକ୍ସ ସମ୍ବନ୍ଧୀୟ କାରବାରରେ ସମସ୍ୟା ଦେଖାଦେବ। ଅନ୍ୟପକ୍ଷେ 2023 ମାର୍ଚ୍ଚ 31 ସୁଦ୍ଧା ଆଧାର କାର୍ଡ ସହ ସଂଯୋଗ ହୋଇନଥିବା ପାନ୍ କାର୍ଡକୁ ନିଷ୍କ୍ରିୟ ଘୋଷଣା କରାଯିବ। ଏଥିସହିତ ସରକାର ଏକଥା ମଧ୍ୟ ଘୋଷଣା କରିଛନ୍ତି, ମାର୍ଚ୍ଚ 31 ମଧ୍ୟରେ ଆଧାର ପାନ୍ ଲିଙ୍କ କରାଇବା ପାଇଁ 1000 ଟଙ୍କା ଶୁଳ୍କ ଦେବାକୁ ପଡ଼ିବ। ସିବିଡିଟି ଗତବର୍ଷ ମଧ୍ୟ ସ୍ପଷ୍ଟ କରିଦେଇଥିଲେ, ପାନ୍ ଥରେ ନିଷ୍କ୍ରିୟ ହୋଇଗଲେ ସମ୍ପୃକ୍ତ ବ୍ୟକ୍ତି ଇନକମ୍ ଟ୍ୟାକ୍ସ ନିୟମ ଅନୁଯାୟୀ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରିପାରିବେ ନାହିଁ କିମ୍ବା ପଡ଼ି ରହିଥିବା ରିଟର୍ଣ୍ଣ ପ୍ରୋସେସିଂ ମଧ୍ୟ ହୋଇପାରିବ ନାହିଁ।
नंबर 7 ईपीएफ अकाउंट रु टंका उठेबा नियम बदलिला। ईपीएफ अकाउंट रु टंका उठेबार नियम बदली जाइछि। जदि 5 वर्ष पूर्व टंका उठा जाए तेबे टिकस देबाकू पड़िबो। देशर साधारण बजेट रे अर्थमंत्री निर्मला सीतारमण प्रोविडेंट फंड बा पीएफ अकाउंट सह जड़ित पूर्वर नियम को परिवर्तन करिसंती। परिवर्तित नियम अनुसार जदि ईपीएफ ग्राहक 5 वर्ष खाता खोलिबा समाप्त करि नाहंती एवं से तांको अकाउंट रु टंका प्रत्याहार करंती तेबे तांको टिकस देबाकू पड़िबो। 5 वर्ष परे प्रत्याहार हेले टीडीएस कटाजिबो नाही। 5 वर्ष पूर्व पीएफ अकाउंट रु उठा होइथिबो समस्त टंका उपरे टीडीएस कटाजिबो। केवल एतिक नुहे वर्ष को 2,50,000 अधिक मूल्यर ईपीएफ अवदान उपरे टिकस लागू हेबो। नुआ ईपीएफ नियम अनुसार 1 एप्रिल 2023 पर अकाउंट रु टंका उठाण कले खाताधारकों को 30% परिवर्ते 20% टीडीएस देबाकू पड़िबो। अकाउंट पैन कार्ड सहित लिंक हेबा जरूरी। 1 एप्रिल 2023 पूर्व ईपीएफ रु टंका उठेले पूर्व परि टीडीएस देबाकू पड़िबो। नंबर 8 आईएनएस विक्रांत रे प्रथम थर पई ओल्हेइला लड़ुआ विमान। भारतीय नौसेना पई ऐतिहासिक दिन। आत्मनिर्भर भारत दिगरे भारत को बड़ सफलता। सोमवार नौसेनार पायलट आईएनएस विक्रांत रे हालुका लड़ुआ विमान एलसीए सफल भाव में अवतरण करिसंती। आउ एही सफलता स्वदेशी लड़ुआ विमान सह स्वदेशी विमान वाहक को डिजाइन विकसित निर्माण करिबारे भारतर क्षमता को दर्शाइछि। सूचना था कि प्रधानमंत्री नरेंद्र मोदी देशर प्रथम स्वदेशी निर्मित एयरक्राफ्ट कैरियर आईएनएस को 2 सेप्टेम्बर रे नौसेना रे सामिल करिथिले। नंबर 9 शेयर बजार निवेशकों पई खुशी खबर बदलिबो ट्रेडिंग रो रूप। शेयर बजार निवेशकों पई भल खबर सामना को आसीछि। ब्रोकरों द्वारा निवेशकों पुंजीर दुरुपयोगर आशंका शेष करने से भी गुरुत्वपूर्ण पदक्षेप नहीं। यह अधीन में व्यवसायी और क्लीयरिंग कॉर्पोरेशन रो सदस्यों को दिनर शेष में निवेशकों पुंजी निज पाखे रखिबो पर रोक लागिबो एवं संपूर्ण राशि को सही दिन ही क्लीयरिंग कॉर्पोरेशन को ट्रांसफर करने नहीं प्रस्ताव दि जाइछि। प्रचलित व्यवस्था अनुसार जेतेबेले निवेशक ब्रोकरों पाखे पुंजी रखती यार गोटे भाग ब्रोकर निज पाखे रखि थाए एवं अन्य एक भाग क्लीयरिंग कॉर्पोरेशन सदस्यों पाखे रही थाए। बड़का राशि क्लीयरिंग कॉर्पोरेशन को ट्रांसफर कर दि जाए। से भी प्रस्ताव अनुसार दैनंदिन आधार में शेयर ब्रोकर और क्लीयरिंग सदस्यों पाखे निवेशकों समस्त पुंजी क्लीयरिंग कॉर्पोरेशन को ट्रांसफर करने प्रस्ताव दि जाइछि। एही पदक्षेप पर ब्रोकर और क्लीयरिंग सदस्यों पाखे निवेशकों पुंजीर सुरक्षा सुनिश्चित करा जाई पारिबो। नंबर 10 ए वर्ष जंगल में अधिक निआं लागिबा आशंका कहिले पीसीसीएफ। ए वर्ष जंगल में अधिक निआं लागिबा आशंका रही। बढ़ुथिबा तापमात्रा और दीर्घ दिन हेबा वर्षा होई नथिबारु एभଳି मत प्रकाश करिसंती पीसीसीएफ देवीदत्त विश्वाड़। से कहिसंती 2021 रे जंगल में निआं लागिबा घटना सबुठारु अधिक चिन्हट होइथिला। 2022 रे एही घटना प्राय अधा कमिथिला। ए वर्ष जनवरी चतुर्थ सप्ताहरु जंगल में निआं लागिबा आरंभ हेलाणी। गछ पत्रझड़ा देइथिबा बेले अन्यपटे तापमात्रा बढ़िबारे लागिछि। दीर्घ दिन हेला वर्षा नथिबारु जंगल निआं अधिक व्यापीबा आशंका करा जाउछि। जदि निकट भविष्यत रे वर्षा न हुए तेबे जंगल निआं अधिक लागिबो। नंबर 11 अदानी विवादर तदंत दाबी करी देशव्यापी प्रतिवाद चढ़ाई कांग्रेस। अदानी ग्रुप कंपानीज अंशधन उपरे तदंत दाबी करी काली कांग्रेस संसदरु सड़क पर्यंत प्रतिवाद आरंभ करिछि। अदानी ग्रुप विरोध में यूएस शॉर्ट सेलर हिंडेनबर्ग रिसर्चर करिथिबा अभियोग विषय मिलित संसद कमिटी किंबा अदालतों तत्वावधान तदंत कराଯାଉ ବୋଲି कांग्रेस दाबी करुछि। एथिबेई कांग्रेस काली देशव्यापी जीवन बीमा निगम कार्यालय और भारतीय स्टेट बैंक शाखा सम्मुखें प्रतिवाद चढ़ाई। एनएसयूआई यूथ कांग्रेस प्रतिवाद चढ़ाइथिबारु भारतीय स्टेट बैंक मुख्यालय बाहर सुरक्षा व्यवस्था कठोर करा जाइछि। नंबर 12 भारत पई गर्व तृतीय ग्रामी अवार्ड जीतिले रिकी केज। भारत पई गौरव आणिले संगीतकार रिकी केज जीतिले तृतीय सम्मानजनक ग्रामी अवार्ड। अमेरिका रे जन्मित भारतीय वंशोद्भव रिकी केज निजर म्यूजिक एल्बम डिवाइन टाइट्स पई एही पुरस्कार जीतिछंती। प्रतिष्ठित ब्रिटिश रॉक बैंड द पुलिस रो ड्रमर स्टीवर्ट कोपलैंड सह मिसी से एल्बम तैयारी करिसंती। गत वर्ष मध्य डिवाइन टाइट्स पई से बेस्ट न्यू एज एल्बम कैटेगरी रे 2टी ग्रामी अवार्ड निज नारे करिथिले। तांकर एही एल्बम समाज रे मानव जीवनर मूल्यबोध को प्रतिपादित करुछि। डिवाइन टाइट्स एल्बम रे मोट 9टी गीत रही। रिकी केज मुख्य रूपे बेंगलुरुर बासिंदा। यह पूर्व मध्य से 2015 रे निजर एल्बम विंड्स ऑफ संसारा पई प्रथम ग्रामी अवार्ड पाइथिले। नंबर 13 तृतीय थर पई स्थगित हैला दिल्ली मेयर निर्वाचन सुप्रीमकोर्ट जीव आप। दिल्ली नगर निगम निर्वाचन को 2 मास बीती जाइथिले भी मेयर की डेप्यूटी मेयर निर्वाचन होई पालिला नाही। मेयर निर्वाचन आयोजन पूर्व 2 थर फेल मारिथिबा बेले सोमवार तृतीय थर फेल मारिछि।
କାଲି ପୁଣି ଥରେ ସଦନରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଆମ୍ ଆଦମୀ ପାର୍ଟିର କାଉନସିଲର। ସଦନରେ କାଉନସିଲରମାନଙ୍କର ପ୍ରବଳ ହଟ୍ଟଗୋଳ ଯୋଗୁଁ ସଭାପତି ତୃତୀୟ ଥର ପାଇଁ ମେୟର ନିର୍ବାଚନକୁ ସ୍ଥଗିତ ରଖିଛନ୍ତି। ବାରମ୍ବାର ଏଭଳି ପରିସ୍ଥିତି ପାଇଁ ଆପ୍ ଅସନ୍ତୋଷ ପ୍ରକାଶ କରି ପୁଣି ଥରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ ବୋଲି ଘୋଷଣା କରିଛି। କୋର୍ଟଙ୍କ ତତ୍ତ୍ୱାବଧାନରେ ନିର୍ବାଚନ ହେଉ ବୋଲି ଆପ୍ ଦାବି କରିଛି। ଗତବର୍ଷ ଦିଲ୍ଲୀ ନଗର ନିଗମ ନିର୍ବାଚନ ହୋଇଥିବା ବେଳେ ଏଥିରେ ଆମ୍ ଆଦମୀ ପାର୍ଟିକୁ ବହୁମତ ମିଳିଛି। 250 ୱାର୍ଡରୁ ଆପ୍ 134ରେ ବିଜୟ ଲାଭ କରିଥିବା ବେଳେ ବିଜେପିକୁ 104 ଓ କଂଗ୍ରେସକୁ ମାତ୍ର 9ଟି ଆସନ ମିଳିଥିଲା। ନମ୍ବର 14 ହିଞ୍ଜିଳିବାସୀଙ୍କ ପୂରଣ ହେଲା ସ୍ୱପ୍ନ, ସିଭିଲ ଜଜ୍ କୋର୍ଟ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ହିଞ୍ଜିଳିକାଟୁବାସୀଙ୍କ ପୂରଣ ହେଲା ଦୀର୍ଘ ଦିନର ସ୍ୱପ୍ନ। ସିଭିଲ ଜଜ୍ କୋର୍ଟ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍ ମୁରଲୀଧର। ଭର୍ଚୁଆଲ ମୋଡ୍ରେ ଏହି ସିଭିଲ ଜଜ୍ କୋର୍ଟର ଉଦ୍ଘାଟନ କରାଯାଇଛି। ଉଦ୍ଘାଟନୀ ଉତ୍ସବରେ ସାମିଲ ହୋଇଥିଲେ 5ଟି ସଚିବ ଭିକେ ପାଣ୍ଡିଆନ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିକାଟୁବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଛି। ଲୋକମାନଙ୍କ ସୁବିଧା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ। ଏହାସହ ଦକ୍ଷ ଆଇନ ସେବା ପହଞ୍ଚାଇବା ବି ପ୍ରଥମ ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଏଣିକି ହିଞ୍ଜିଳିକାଟୁବାସୀଙ୍କୁ ନ୍ୟାୟ ମିଳିବା ହେବ ଆହୁରି ସହଜ। ବିଶେଷ କରି ଗରିବ ଏବଂ ଦୁର୍ବଳ ଶ୍ରେଣୀର ଲୋକମାନେ ଏହି ଆଇନଗତ ସୁବିଧା ହାତ ପାହାନ୍ତାରେ ପାଇବେ। ନମ୍ବର 15 ମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ହାଇକୋର୍ଟରେ ପିଆଇଏଲ୍ ଦାଖଲ। ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସକର୍ମୀ ହତ୍ୟା କରିବା ମାମଲାରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ। ସିବିଆଇ ତଦନ୍ତ ପାଇଁ ଦାବି କରି ପିଆଇଏଲ୍ ଦାଖଲ କରିଛି ଭାରତୀୟ ବିକାଶ ପରିଷଦ। ଦାୟର ହୋଇଥିବା ପିଆଇଏଲ୍ରେ କୁହାଯାଇଛି ଯେ ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ ଏହି ମାମଲାରେ ତଦନ୍ତ କରୁଛି, କିନ୍ତୁ ତଦନ୍ତ ନିରପେକ୍ଷ ହେବାର ସମ୍ଭାବନା ନଥିବାରୁ ପିଆଇଏଲ୍ ଦାଖଲ କରାଯାଇଛି ବୋଲି ସମ୍ପୃକ୍ତ ଏନ୍ଜିଓ ତରଫରୁ ହାଇକୋର୍ଟରେ କୁହାଯାଇଛି। ଭାରତୀୟ ବିକାଶ ପରିଷଦ ଦାୟର କରିଥିବା ଆବେଦନରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି, ସିବିଆଇ ଓ କ୍ରାଇମବ୍ରାଞ୍ଚକୁ ପକ୍ଷଭୁକ୍ତ କରାଯାଇଥିବା ସୂଚନା ମିଳିଛି। ଏହି ହତ୍ୟାକାଣ୍ଡର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ କରୁଛି। ନମ୍ବର 16 ରାଷ୍ଟ୍ରପତିଙ୍କ ଭୁବନେଶ୍ୱର ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫେବୃଆରୀ 10 ତାରିଖରୁ 2 ଦିନିଆ ଗସ୍ତରେ ଭୁବନେଶ୍ୱର ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଭୁବନେଶ୍ୱର ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ଦିଗକୁ ନେଇ ସୋମବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ବାବଦରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଏହି ବୈଠକରେ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା, ହେଲିପ୍ୟାଡ୍, ରାସ୍ତାଘାଟର ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ନିୟମାବଳୀକୁ କଡ଼ାକଡ଼ି ପାଳନ କରିବା ସହିତ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯିବ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସ୍ଥଳ ଓ ରାଜଭବନ ଯାଏଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ନମ୍ବର 17 ଇଞ୍ଜିନରେ ସମସ୍ୟା ଯୋଗୁଁ ହୋଇଥିଲା ନେପାଳ ବିମାନ ଦୁର୍ଘଟଣା। ଜାନୁଆରୀ 15ରେ ନେପାଳର ପୋଖରାରେ ଏତି ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ସମୟରେ ବିମାନରେ 72 ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏହି ବିମାନ ଦୁର୍ଘଟଣାର ତଦନ୍ତ କରୁଥିବା କମିଟି ବଡ଼ ଖୁଲାସା କରିଛି। ଯାଞ୍ଚ କମିଟିର ତଦନ୍ତରୁ ଜଣାପଡ଼ିଛି ଯେ ବିମାନର ଇଞ୍ଜିନରେ ସମସ୍ୟା ଯୋଗୁଁ ଦୁର୍ଘଟଣା ଘଟିଥିଲା। ବିମାନର ଡାଟା ରେକର୍ଡର ଏବଂ କକପିଟ୍ ଭଏସ୍ ରେକର୍ଡର ଯାଞ୍ଚରୁ ଏହା ଜଣାପଡ଼ିଛି। ନେପାଳର ପୋଖରା ବିମାନ ବନ୍ଦରରେ ଅବତରଣ ସମୟରେ ବିମାନ ଦୁର୍ଘଟଣା ହୋଇଥିଲା। ବିମାନ ଦୁର୍ଘଟଣାରେ 55 ଜଣ ନେପାଳୀ ନାଗରିକ, 5 ଭାରତୀୟଙ୍କ ସହ 15 ବିଦେଶୀ ନାଗରିକ ଏବଂ 4 ଜଣ ବିମାନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ନମ୍ବର 18 ପୁଣି ଏକ ମିଶନରେ ବାହାରିବେ ରାହୁଲ ଗାନ୍ଧୀ। କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ଼ୋ ଯାତ୍ରା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଉ ଏକ ଲମ୍ବା ପଦଯାତ୍ରା ପାଇଁ ଯୋଜନା କରୁଛନ୍ତି। ଏଥିପାଇଁ ସେ ସଜବାଜ ମଧ୍ୟ ଆରମ୍ଭ କରିଦେଲେଣି। ଆଗାମୀ ଦିନରେ ରାହୁଲ ଗାନ୍ଧୀ ଗୁଜରାଟର ପୋରବନ୍ଦରରୁ ଆସାମ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା କରିବେ ବୋଲି ଜଣାପଡ଼ିଛି। ଗୁଜରାଟ କଂଗ୍ରେସର ସୂଚନା ଅନୁଯାୟୀ ଆସନ୍ତା ମାସରେ ରାୟପୁରରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ବୈଠକ ବସିବ। ଏହି ବୈଠକରେ ରାହୁଲ ଗାନ୍ଧୀଙ୍କ ଦ୍ୱିତୀୟ ପଦଯାତ୍ରା ଉପରେ ନିଷ୍ପତ୍ତି ନିଆଯିବ। ଏହି ପଦଯାତ୍ରା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ ପୋରବନ୍ଦରରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ତେବେ ପଦଯାତ୍ରାର ତାରିଖ ଧାର୍ଯ୍ୟ ହୋଇନାହିଁ। ଚଳିତ ବର୍ଷ ମୌସୁମୀ ଅଧିବେଶନ ପରେ କିମ୍ବା ବର୍ଷ ଶେଷରେ ଏହି ପଦଯାତ୍ରା ଆରମ୍ଭ ହେବା ନେଇ କୁହାଯାଉଛି। ନମ୍ବର 19 ସୁବର୍ଣ୍ଣରେଖାର 15ଟି ଚୋର ବାଲିଖାଦାନରେ 144 ଧାରା ଜାରି। ଉପଜିଲ୍ଲାପାଳଙ୍କ ଉପରେ ବାଲି ମାଫିଆଙ୍କ ଆକ୍ରମଣ ପରେ ତତ୍ପର ହୋଇଉଠିଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ। ବାଲି ମାଫିଆଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଆରମ୍ଭ ହୋଇଛି ଅପରେସନ ସ୍ୟାଣ୍ଡଷ୍ଟର୍ମ। ଏହାରି ଆଧାରରେ ସୁବର୍ଣ୍ଣରେଖା ନଦୀରେ ଥିବା 15ଟି ଚୋର ବାଲିଖାଦାନରେ ତହସିଲ ପକ୍ଷରୁ ଲାଗିଲା ନାଲି ପତାକା, ଆଉ ଜାରି ହେଲା 144 ଧାରା। ଉଲ୍ଲେଖନୀୟ, ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଫଳରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି। ଜଳେଶ୍ୱର ତହସିଲ ଅଧୀନସ୍ଥ ସୁବର୍ଣ୍ଣରେଖା ନଦୀରେ ଥିବା ବିଳାସପୁର, ମାଡ଼ିକିଆ, କୁଆଁରପୁର, ତୋଟାପଡ଼ା, ବେହେରାସାହି, ପହରାଜପୁର କ, ଡିପିପୁର, ମକରମପୁର, ମାଡ଼ିପାଳ, ଦକ୍ଷିଣ ପ୍ରହରାଜପୁର, କଣ୍ଟାପାଳ, ଗଡ଼ସାହି, ବାଲିଆପାଳ ଆଦି 15ଟି ଚୋରା ବାଲିଖାଦାନ ଉପରେ ତହସିଲ ପକ୍ଷରୁ ଚଢ଼ଉ କରାଯାଇ ନାଲି ପତାକା ମାରି 144 ଧାରା ଜାରି କରାଯାଇଥିବା ଦେଖିବାକୁ ମିଳିଛି। ନମ୍ବର 20 ଗାଁ ଗାଁରେ ତେଲେଙ୍ଗାନା ମଡେଲ ପହଞ୍ଚିବ, ବହୁ ନେତା ଦଳରେ ଯୋଗ ଦେବେ, କହିଲା ବିଆର୍ଏସ୍।
ଓଡ଼ିଶାରେ ଭାରତ ରାଷ୍ଟ୍ର ସମିତି ସରକାର ଗଢ଼ିବ ଏଭଳି ଦାବି କରି ଭାରତ ରାଷ୍ଟ୍ର ସମିତିର ଓଡ଼ିଶା ଶାଖାରେ ଯୋଗ ଦେଇଛନ୍ତି ବୋଲି ଏବେ ଯୋଗ ଦେଇଥିବା ନୂଆ ନେତାମାନେ କହିଛନ୍ତି। ଅପରପକ୍ଷରେ ବିଜେଡି, ବିଜେପି ଓ କଂଗ୍ରେସରେ ଅଣଦେଖା ହୋଇ ରହିଥିବା ପୁରୁଖା ନେତା ଖୁବ୍ ଶୀଘ୍ର ବିଆର୍ଏସ୍ରେ ଯୋଗ ଦେବେ ବୋଲି ବିଆର୍ଏସ୍ ନେତା ଅକ୍ଷୟ କୁମାର କହିଛନ୍ତି। ରବିବାର ବିଆର୍ଏସ୍ ଦୃଢ଼ୋକ୍ତି ପ୍ରକାଶ କରି କହିଛି ଯେ ମାସେ ଭିତରେ ଅନେକ ହାଇ ପ୍ରୋଫାଇଲ୍ ନେତା ବିଆର୍ଏସ୍ରେ ଯୋଗ ଦେବାକୁ ଯାଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜନତା ଦଳ ଛାଡ଼ି ଅନ୍ୟତ୍ର ଦଳରେ ଥିବା ନେତାମାନେ ସାମିଲ ହେବେ। ଏହାପରେ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସରେ ଯେଉଁ ନେତାମାନେ ଅଣଦେଖା ହୋଇ ରହିଛନ୍ତି ସେମାନେ ସାମିଲ ହେବେ। ଅଧିକ ନେତା ଏଥିମଧ୍ୟରୁ ବିଜେଡିରେ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ଅକ୍ଷୟ କୁମାର। ନମ୍ବର 21, ଘରେ ଘରେ କାଶ, ଜ୍ୱର। ପୂର୍ବବର୍ଷ ତୁଳନାରେ ବଢ଼ିଛି ପୀଡ଼ିତଙ୍କ ସଂଖ୍ୟା। ରାଜ୍ୟରେ ବଢ଼ି ଚାଲିଛି ଭାଇରାଲ ଫିଭର। ଛୋଟ ଛୁଆଠୁ ବୃଦ୍ଧ ଏବେ ଭାଇରାଲ ଫିଭର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ପ୍ରଥମେ ଥଣ୍ଡା, ଜ୍ୱର, କାଶ, ମୁଣ୍ଡବିନ୍ଧା, ଏହାପରେ ଗଳା ବଥା ଏବଂ କଥା ହେବାରେ ଯନ୍ତ୍ରଣା ହେଉଥିବା ଦେଖିବାକୁ ମିଳିଛି। ଏହି ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଲୋକଙ୍କ ମଧ୍ୟରେ ଅନେକ ଭୟ ମଧ୍ୟ ଦେଖାଦେଲାଣି। ସେହିପରି ପରିବାରର ଜଣଙ୍କୁ ହେଲେ ଜଣେ ପରେ ଜଣେ ଥଣ୍ଡା ଜ୍ୱରର ଶିକାର ହେଉଥିବା ନଜିର ରହିଛି। ଯଦିଓ ଋତୁ ପରିବର୍ତ୍ତନ ବେଳେ ଏଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ, କିନ୍ତୁ ଚଳିତ ବର୍ଷ ପୂର୍ବବର୍ଷ ଅପେକ୍ଷା ଏପରି ସମସ୍ୟା ଅଧିକ ଦେଖାଦେଇଛି। ଆର୍ଏମ୍ଆର୍ସି ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି କହିଛନ୍ତି, ରାଜ୍ୟରେ ଥଣ୍ଡା ଜ୍ୱର ବଢ଼ିବା ପରେ ଫ୍ଲୁ ସର୍ଭିଲାନ୍ସ କାର୍ଯ୍ୟକ୍ରମ ଜାରି ରହିଛି। ଫ୍ଲୁର ଜଟିଳତା କ'ଣ ରହିଛି ସେ ନେଇ ଅନୁଧ୍ୟାନ ହେଉଛି। ଡେଙ୍ଗୁ ଭଳି ଇନଫ୍ଲୁଏଞ୍ଜା ଭାଇରସର ବିଭିନ୍ନ ସେରୋଟାଇପ୍ ଦେଖିବାକୁ ମିଳିଛି। ସବୁ ବର୍ଷ ଏହି ସମୟରେ କାଶ, ଜ୍ୱର ଦେଖାଯାଏ, କିନ୍ତୁ ଚଳିତ ବର୍ଷ ଏହି ସଂଖ୍ୟା ବଢ଼ିଯାଇଛି। ନମ୍ବର 22, 2 କିଲୋମିଟର ରେଳ ଟ୍ରାକ୍ ଚୋରି। ଆର୍ପିଏଫ୍ର 2 ଅଧିକାରୀ ନିଲମ୍ବିତ। ବିହାରରେ ରେଳ ଲାଇନ୍ ଟ୍ରାକ୍ ଚୋରି ମାମଲା ସାମ୍ନାକୁ ଆସିଛି। କିଛି ମାସ ପୂର୍ବେ ଚୋରମାନେ ବିହାରରେ ରୋହତକ ଜିଲ୍ଲାରେ ଥିବା ଏକ ବ୍ରିଜ୍ରେ ଲାଗିଥିବା ଯନ୍ତ୍ରାଂଶ ଚୋରି କରି ନେଇଥିଲେ। ଏହାପରେ ଗୋଟିଏ ରେଳ ଇଞ୍ଜିନ୍ ଏବଂ ଟେଲିଫୋନ୍ ଟାୱାର ମଧ୍ୟ ଚୋରି କରି ନେଇଥିଲେ। ଏଥର କିନ୍ତୁ ଚୋରମାନେ ନିଜେ ରେଳ ଟ୍ରାକ୍କୁ ଚୋରି କରି ନେଇଛନ୍ତି। ଏହି ଟ୍ରାକ୍ 2 କିଲୋମିଟର ବୋଲି ଜଣାପଡ଼ିଛି। ବିହାରର ସମସ୍ତିପୁର ରେଳ ବିଭାଗ ସହିତ ଏହି ଚୋରି ଘଟଣା ଜଡ଼ିତ। ଏଠାରେ ଏକ ବଡ଼ ସ୍କ୍ରାପ୍ ସ୍କାମ୍ ସାମ୍ନାକୁ ଆସିଛି। କୋଟି କୋଟି ଟଙ୍କାର ସ୍କ୍ରାପ୍ ଟେଣ୍ଡର ନକରି ସମସ୍ତିପୁର ରେଲୱେ ଡିଭିଜନରେ ବିକ୍ରି ହେଉଛି। ଏହି ପରିପ୍ରେକ୍ଷୀରେ ଆର୍ପିଏଫ୍ ଅଧିକାରୀଙ୍କ ସହଭାଗିତା ଥିବା ସାମ୍ନାକୁ ଆସିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ରେଳ ବିଭାଗ ବିଭାଗୀୟ ସୁରକ୍ଷା କମିଶନରଙ୍କ ସମେତ 2 ଜଣ କର୍ମଚାରୀଙ୍କୁ ନିଲମ୍ବିତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ନମ୍ବର 23, ଭିସ୍ତାରା ଏୟାରଲାଇନ୍ ଉପରେ 70 ଲକ୍ଷ ଫାଇନ୍। ଭିସ୍ତାରା ଏୟାରଲାଇନ୍ ଉପରେ 70 ଲକ୍ଷ ଫାଇନ୍। ପୂର୍ବୋତ୍ତର ଅଞ୍ଚଳ ପାଇଁ ସର୍ବନିମ୍ନ ଉଡ଼ାଣ ନିୟମର ଉଲ୍ଲଂଘନ ପାଇଁ ଭିସ୍ତାରା ଉପରେ 70 ଲକ୍ଷ ଫାଇନ୍ ଲଗାଇଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ଗତ ମାସ ଅକ୍ଟୋବରରେ ଏହି ଫାଇନ୍ ଲଗାଯାଇଥିବା ବେଳେ କମ୍ପାନୀ ଚଳିତ ମାସ ଏହି ଫାଇନ୍ ଭରିଛି ବୋଲି ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି। ମିଡିଆ ରିପୋର୍ଟ ଅନୁସାରେ 2022ରେ ଭିସ୍ତାର ବିମାନର ସିଟ୍ ଉପଲବ୍ଧତା 0.99% ଥିଲା, ଯାହା ପୂର୍ବୋତ୍ତର ଆକାଶମାର୍ଗ ପାଇଁ ଧାର୍ଯ୍ୟ ସର୍ବନିମ୍ନ ସିଟ୍ ନିୟମ 1%କୁ ଉଲ୍ଲଂଘନ କରିଥିଲା। ଏଥିପାଇଁ ଡିଜିସିଏ କମ୍ପାନୀ ଉପରେ ଫାଇନ୍ କରିଛି ବୋଲି ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି। ନମ୍ବର 24, କିଲିମଞ୍ଜାରୋରେ ତ୍ରିରଙ୍ଗ ଉଡ଼ାଇବେ ବ୍ରହ୍ମପୁର ଝିଅ। ଉଚ୍ଚତମ ଶୃଙ୍ଗ ଆରୋହଣ କରିବେ ମଧୁସ୍ମିତା। ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋରେ ତ୍ରିରଙ୍ଗ ଉଡ଼ାଇବେ ବ୍ରହ୍ମପୁର ଝିଅ ମଧୁସ୍ମିତା ପାତ୍ର। ଆସନ୍ତା 9 ତାରିଖରେ ମଧୁସ୍ମିତା କିଲିମଞ୍ଜାରୋର 5895 ମିଟର ଉଚ୍ଚତମ ଶୃଙ୍ଗ ଆରୋହଣ ଆରମ୍ଭ କରିବେ। ମଧୁସ୍ମିତାଙ୍କ ଏହି ଅଭିଯାନ 9 ତାରିଖରୁ ଆରମ୍ଭ ହୋଇ 16 ତାରିଖରେ ଶେଷ ହେବ। ଖବର ଅନୁଯାୟୀ 2022ରେ ହିମାଳୟ ପର୍ବତାରୋହଣ ପ୍ରତିଷ୍ଠାନ ଓ ଦାର୍ଜିଲିଂ ମାଉଣ୍ଟ ଇଞ୍ଜିନିୟରିଂରୁ ଶିକ୍ଷା ସମାପ୍ତି ପରେ 2019 ଲେହ ଲଦାଖର 11,400 ଫୁଟ ବିଶିଷ୍ଟ ଚାଦର ଟ୍ରେକ୍, 2022 ଜାନୁଆରୀରେ ଉତ୍ତରାଖଣ୍ଡରେ ଥିବା 12,500 ଫୁଟ ବିଶିଷ୍ଟ କେଦାରଖଣ୍ଡ, ଜୁନ୍ରେ ସିକିମ୍ ରେଞ୍ଜର 5,029 ମିଟର ଉଚ୍ଚତା ବିଶିଷ୍ଟ ମାଉଣ୍ଟ ରେନକ୍ ଇତ୍ୟାଦି ଆରୋହଣ କରିଛନ୍ତି। ମଧୁସ୍ମିତା ହେଉଛନ୍ତି ପୂର୍ବତନ ବାୟୁସେନା ଅଧିକାରୀ ପ୍ରେମାନନ୍ଦ ପାତ୍ର ଓ ମା ପୁଷ୍ପାଞ୍ଜଳି ପାତ୍ରଙ୍କ କନିଷ୍ଠ କନ୍ୟା। ନମ୍ବର 25, ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଲିଖିତ ପୁସ୍ତକକୁ ରୋକ ଲଗାଇଲା ଆମାଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲିଖିତ ପୁସ୍ତକ ମୋଦି ଆଣ୍ଡ ମିକୁ ବ୍ୟାନ୍ କରିଛି ଆମାଜନ। ସୌରଭ ଦତ୍ତଙ୍କ ଏହି ପୁସ୍ତକ ହିନ୍ଦୁତ୍ୱ ଉପରେ ଆଧାରିତ ହୋଇଥିବାରୁ ବ୍ୟାନ୍ କରାଯାଇଛି ବୋଲି ଯୁକ୍ତି ବାଢ଼ିଛି ଆମାଜନ। ସୌରଭ ଆମାଜନ ପକ୍ଷରୁ ଦିଆଯାଇଥିବା ସୂଚନାକୁ ଟ୍ୱିଟ୍ କରିଛନ୍ତି। ହିନ୍ଦୁତ୍ୱ ଥିମ୍ ଯୋଗୁଁ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କା ରହିଛି। ଆପଣଙ୍କ ପୁସ୍ତକ ଏହି କ୍ୟାଟେଗୋରୀରେ ରହିଛି। ଅଭିଯୋଗ ପରେ ଆପଣଙ୍କ ଆକାଉଣ୍ଟ ପ୍ଲାଟଫର୍ମରୁ ହଟେଇ ଦିଆଯାଇଛି। ଦ୍ୱିତୀୟ ଆକାଉଣ୍ଟ ଖୋଲିପାରିବେ ନାହିଁ ବୋଲି ସୌରଭଙ୍କ ଆମାଜନ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଆମାଜନ କିଣ୍ଡଲରେ ପାଠକ ଅନଲାଇନରେ ପୁସ୍ତକ ପଢ଼ିପାରିବେ। ଏହାର ରିଭ୍ୟୁ କରାଯିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଆମାଜନ ପକ୍ଷରୁ କୁହାଯାଇଛି। ଏହି ଘଟଣା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୌରଭ କେତେକ ପ୍ରଶ୍ନ ଆମାଜନକୁ ପଚାରିଛନ୍ତି, ମାତ୍ର କମ୍ପାନୀ ପକ୍ଷରୁ କୌଣସି ଉତ୍ତର ଦିଆଯାଇ ନାହିଁ। ନମ୍ବର 26, 6,650 କର୍ମଚାରୀଙ୍କୁ ଛଟେଇ କରିବ ଡେଲ୍। ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀଗୁଡ଼ିକରେ ଛଟେଇ ଜାରି ରହିଛି। ଗୋଟିକ ପରେ ଗୋଟିଏ କମ୍ପାନୀ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବାରେ ଲାଗିଛି। ଆମେରିକୀୟ କମ୍ପ୍ୟୁଟର ହାର୍ଡୱେର କମ୍ପାନୀ ଡେଲ୍ ଟେକ୍ନୋଲୋଜି ପକ୍ଷରୁ ପ୍ରାୟ 6,650 କର୍ମଚାରୀଙ୍କୁ ଛଟେଇ କରାଯିବା ବିଷୟରେ ଘୋଷଣା କରାଯାଇଛି।
कंप्यूटर बिक्री रे ह्रास पर कंपानीर बिक्री और लाभ प्रभावित होईछि। एही कारणरू कंपानी पक्षरु छटई करा जाईछि। सारा विश्व रे थिबा कंपानीर कर्मचारी 5% को छटई करा जिवो बोली जणा पड़िछि। नंबर 27 सुदर्शन पाइबे सूर्यदत्त जातीय पुरस्कार। सूर्यदत्त जातीय पुरस्कार पई अंतर्जातीय बालुका शिल्पी पद्मश्री सुदर्शन पट्टनायक मनोनीत होइछन्ति। एने पट्टनायक रविवार सूचना देइछन्ति। कला संस्कृति क्षेत्र में तांकर उल्लेखनीय अवदान पई ए पुरस्कार मिलिबो। पुणेर सूर्यदत्त ग्रुप ऑफ अनुष्ठान 25तम प्रतिष्ठा दिवस रे पट्टनायकों को पुरस्कार प्रदान करा जिवो। ए पुरस्कार पाइबाको विभिन्न क्षेत्र में देशर मोट 11 जन व्यक्ति मनोनीत होइछन्ति। नंबर 28 मणिपुर रे हेबो अंतर्जातीय फुटबॉल मैच। भारतर फुटबॉल पावर हाउस मणिपुर आयोजन करिबो प्रथम अंतर्जातीय मैच। भारत सहित म्यांमार और किर्गिस्तान ए त्रिराष्ट्रीय टूर्नामेंट रे भाग नेबे। आसंता मार्च मासरे टूर्नामेंट आयोजन हेबो। मार्च 22, 24 और 26 तारिख रे खुमान लंपक स्टेडियम रे मैच आयोजित हेबानी घोषणा करिसंती मणिपुर मुख्यमंत्री एन बीरेन सिंह। एही घोषणा समय सर्वभारतीय फुटबॉल फेडरेशन रो सभापति कल्याण चौबे, महासचिव साजी प्रभाकरन उपस्थित थिले। नंबर 29 WPL 2023 को नहीं बड़ घोषणा। आईपीएल आधार में बीसीसीआई महिला प्रीमियर लीग अर्थात WPL रो आयोजन करने को जाउछि। WPL रो प्रथम संस्करण चलित वर्ष आयोजन करा जिवो। यारी भितरे आईपीएल चेयरमैन अरुण धूमल टूर्नामेंटर आयोजन एवं क्यों स्थान में मैच खेला जिवो से नहीं घोषणा करिसंती। आईपीएल चेयरमैन अरुण धूमल कहिसंती जे 5 टीमों WPL रो प्रथम मैच मार्च 4 रे खेला जिवो। मार्च 26 रे टूर्नामेंट रो फाइनल मैच खेला जिवो। यासो टूर्नामेंट रो समस्त मैच मुंबई रे खेला जिवो बोली से सूचना देइछंती। उल्लेखयोग्य जे एथिरे मुंबई रो गोटिए टीम रहिछि। नंबर 30 खेलो इंडिया यूथ गेम्स। ओडिशार ज्योत्स्ना को रौप्य, प्रतिस्मिता को ब्रोंज। चलित खेलो इंडिया यूथ गेम्स रे ओडिशा एथलेटों प्रभावी प्रदर्शन जारी रही। सोमवार महिला वेटलिफ्टिंग रे ज्योत्स्ना सबर रौप्य पदक हासिल करिसंती। से 40 केजी विभाग रे 18 केजी भार उठाई द्वितीय स्थान हासिल करथिले। एही विभाग रे प्रतिस्मिता भोई ब्रोंज पदक जीतिथिले। ओडिशा एतिश ओभरऑल 22 पदक जीति पंचम स्थान रे रहिछि। एथिरे 9 स्वर्ण, 5 रौप्य, 8 ब्रोंज शामिल। महाराष्ट्र 83 पदक जीति प्रथम स्थान रे रहिछि। ज्योत्स्ना HPC रे प्रशिक्षण नेउछंती। पूर्वर पुरुष रिले टीम स्वर्ण पदक हासिल करथिले। भिडियोटी को संपूर्ण देखिथिबारु बहुत बहुत धन्यवाद।